ନମସ୍କାର, ମୁଁ ଜାନକୀ ପାଣିଗ୍ରାହୀ। ଆଜି କରିବା ଆମେ କପାଳଭାତି ପ୍ରାଣାୟାମ। କପାଳ ମାନେ ସମସ୍ତେ ଜାଣିଛନ୍ତି ଭାତି ମାନେ ଦୀପ୍ତିମୟ। କପାଳ ଚମକି ଉଠିଥାଏ ପ୍ରାଣାୟାମ କରିବା ଦ୍ୱାରା। ଓଜନ ହ୍ରାସ ହୋଇଥାଏ, ପତଳାକୁ ଓଜନ ବଢିଥାଏ, ଅନିଦ୍ରା ଦୂର ହୋଇଥାଏ, ଅତି ନିଦ୍ରା ବି ଠିକ୍ ହେଇଥାଏ। ଆପଣଙ୍କ ଲୋ ବିପି ନର୍ମାଲକୁ ଆସିଥାଏ। ଶରୀର ଯେକୌଣସି ଜାଗାରେ ଗୁଳା ହେଇଥାଏ ତାହେଲେ ମେଲ୍ଟ ହେଇଥାଏ। ଉଦରଜନିତ ସମସ୍ତ ବିକୃତି ଦୂର ହୋଇ ଆପଣଙ୍କ ଡାଇବେଟିସର ଲାଭ ମିଳିଥାଏ। ତା ସହିତ କିଡନୀ ଶକ୍ତିଶାଳୀ ହେଇଥାଏ। ହାର୍ଟର ସମସ୍ତ ସମସ୍ୟା ଦୂର ହୋଇଥାଏ। ତାହେଲେ ଆରମ୍ଭ କରିବା। ଏହାର ମିନିମମ୍ ସମୟ 5 ମିନିଟ୍, ମ୍ୟାକ୍ସିମମ୍ ସମୟ 15 ମିନିଟ୍। ବିଶେଷ କ୍ଷେତ୍ରରେ ଏହାକୁ ଅଧଘଣ୍ଟା ଘଣ୍ଟାଟେ ବି କରାଯାଇପାରେ। ଯେଉଁମାନଙ୍କର କିଡନୀ ଫେଲୁର ହେଇଯାଇଛି, ଯେଉଁମାନଙ୍କର ଲଙ୍ଗସ୍ ଖରାପ ହେଇଯାଇଛି, ଯେଉଁମାନଙ୍କର ହାର୍ଟର ସମସ୍ୟା ରହିଛି, ବ୍ଲକେଜ୍ ଅଛି, ସେମାନେ ବି କପାଳଭାତି କରିପାରିବେ। ଯେଉଁମାନଙ୍କୁ ବିପି ହାଇ ରହିଛି ସେମାନେ ବି କରିପାରିବେ। ଧୀରେ ଧୀରେ କରିବେ, 2 ସେକେଣ୍ଡରେ ଥରେ କରିବେ। ଅନ୍ୟ ସମସ୍ତେ 1 ସେକେଣ୍ଡରେ 1 ଷ୍ଟପ୍। ତାହେଲେ ଆରମ୍ଭ କରିବା। ଏହା କରିବା ସମୟରେ ଖାଲି ପେଟ ରହିଥିବା ଦରକାର। ଖାଇବାର 5 ଘଣ୍ଟା ପରେ ଆପଣ କରିପାରିବେ, ସନ୍ଧ୍ୟାରେ ଯଦି କରୁଛନ୍ତି। ଏହା କରିବା ସମୟରେ ବସିଯିବା, ପଦ୍ମାସନ, ସିଦ୍ଧାସନ, ସୁଖାସନରେ। ତାହେଲେ ଆରମ୍ଭ କରିବା। ଭସ୍ତ୍ରିକା ହାତ ମୁଦ୍ରାରେ ବସିଯିବା। ଭସ୍ତ୍ରିକା ଭୁଲ କହିଲେ, କପାଳଭାତି ଯାହାକି ଆପଣ କପାଳକୁ ଚମକେଇ ଦେଇଥାଏ। ତାହେଲେ ଆରମ୍ଭ କରିବା କପାଳଭାତି ପ୍ରାଣାୟାମ। ହାତ ମୁଦ୍ରାରେ ମେରୁଦଣ୍ଡ ସିଧା, ମୁଣ୍ଡ ବେକ ସିଧା ରଖିବା, କେବଳ ଶ୍ୱାସକୁ ଛାଡ଼ିବା। ଏହାର ବିଧି, ଶ୍ୱାସକୁ କେବଳ ଛାଡ଼ିବା। ଥଣ୍ଡା ହେବା ସମୟରେ ଯେପରି ଆମେ ଶ୍ୱାସକୁ ବାହାରେ ପକେଇ ଛାଡ଼ିଥାଉ, ଠିକ୍ ସେହିପରି ବିଲକୁଲ ଶ୍ୱାସ ନେବା ନାହିଁ। ଶ୍ୱାସ ସ୍ୱତଃପ୍ରତ ଭାବରେ ଆପଣଙ୍କ ଭିତରକୁ ଯାଇଥାଏ। ତାହେଲେ ଆସନ୍ତୁ କରିବା କପାଳଭାତି।
ନମସ୍କାର, ବିଶ୍ରାମ ଏହିପରି ଭାବରେ ଲଗାତାର ଭାବରେ ଜାରି ରଖିବେ। ନିଜର ଶକ୍ତି ଅନୁସାରେ ଶକ୍ତିକୁ ଅତିକ୍ରମ କରିବେ ନାହିଁ। ଯେତେବେଳେ ଥକି ଯାଉଛନ୍ତି ସେତେବେଳେ ରହିଯିବେ, ଫେର ଆଉ ଥରେ ଆରମ୍ଭ କରିବେ। ଏହିପରି ଭାବରେ ଯଦି କପାଳଭାତି ପ୍ରାଣାୟାମ କରନ୍ତି, ଆପଣଙ୍କର କିଡନୀ ରିଆକ୍ଟିଭ ହେଇଥାଏ, ହାର୍ଟର ବ୍ଲକେଜ ଖୋଲି ଯାଇଥାଏ, ଆପଣଙ୍କ ଲୋ ବିପି ନର୍ମାଲକୁ ଆସିଥାଏ, ଆପଣଙ୍କ କୋଲେଷ୍ଟ୍ରୋଲ କମିଥାଏ, ବହୁତ ଲାଭ ମିଳିଥାଏ। ତେଣୁ ଆପଣ ମେରୁଦଣ୍ଡ ସିଧା ରଖି କରିବେ, ଖାଲି ପେଟରେ କରିବେ ନାହିଁ। ବିଶେଷ ଭାବରେ ଗର୍ଭବତୀ ମହିଳା କରିବେ ନାହିଁ। ଏହି ପ୍ରାଣାୟାମକୁ ଆପଣଙ୍କର ମେଜର ଅପରେସନ ହେଇଛି 6 ମାସ ପର୍ଯ୍ୟନ୍ତ, ନଚେତ୍ ସମସ୍ତେ କରିପାରିବେ। ଧୀରେ ଧୀରେ ଆରମ୍ଭ କରିବେ। ଏହାକୁ ଅଭ୍ୟାସରେ ପରିଣତ କରିବା ପାଇଁ କିଛି ଦିନ ସମୟ ଲାଗିଥାଏ। ତାହେଲେ ରହୁଛି। ମୁଁ ଜାନକୀ ପାଣିଗ୍ରାହୀ। ନମସ୍କାର।